ତେବେ ନୂଆ ବର୍ଷରୁ ଶନିଦେବଙ୍କ 7.5 ଚାଲି ଆରମ୍ଭ। ଏହି ତିନୋଟି ରାଶିରେ ଆପଣମାନଙ୍କର ପ୍ରଭାବ ପଡ଼ିବ। ତେବେ ଯେଉଁ ତିନୋଟି ରାଶି ରହିଲା ସେ ତିନୋଟି ରାଶି କ'ଣ ମୁଁ ଆପଣମାନଙ୍କୁ କହିବି। ନୂଆ ବର୍ଷରେ ଶନିଦେବଙ୍କ 7.5 ଚାଲି, ଯେଉଁ 7.5 ଚାଲି ପ୍ରକୃତରେ ଶନିଦେବଙ୍କର ଯେଉଁ 7.5 ଚାଲି ରହିଛି ତାକୁ କ'ଣ କୁହାଯାଏ ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଆପଣମାନେ ସମସ୍ତେ ଜାଣନ୍ତୁ, କାରଣ ରାଶି ନକ୍ଷତ୍ରକୁ ନେଇକି ଆମର ଜାତକ ମଧ୍ୟ ହୋଇଛି, ସମସ୍ତଙ୍କର ପ୍ରାୟ ଜାତକ ରହିଛି। ତେବେ ଚାଲନ୍ତୁ ନିଶ୍ଚିତ ଭାବରେ ମୁଁ ଯାହା ବି ମୋ ପାଖରେ ସୂଚନା ଅଛି ବା ଯାହା ବି ମୁଁ ଦେଖେ ତ ନିଶ୍ଚିତ ଭାବରେ ମୁଁ ଆପଣମାନଙ୍କ ସହିତ ସେୟାର କରେ। ତେବେ ବିଭିନ୍ନ ପ୍ରକାର ସମସ୍ୟା ନେଇକି ଯାହା ବି ଆପଣମାନଙ୍କର ଅଛି ଜୀବନରେ ବା ରାଶିରେ ଅଛି ତାକୁ ଆପଣମାନେ ଅତି ସରଳ ଭାବରେ ଆପଣମାନେ ଜଣାଇ ଦେଉଛି, ଯେଉଁଟାକି ବୁଝିପାରିବେ ପଣ୍ଡାକେ ଭିଡ଼ିଓରୁ। ସବୁ ପ୍ରକାର ସୁବିଧା ଆପଣମାନେ ପଣ୍ଡାକେ ଭିଡ଼ିଓରୁ ଜାଣିବାକୁ ପାଇବେ, ଯେଉଁଟାକି ଗ୍ରହ ନକ୍ଷତ୍ର ବାବଦରେ, ଯୋଜନା ବାବଦରେ। ଚାଲନ୍ତୁ ପୁରା ଜାଣିନେବା କ'ଣ ରହିଛି ଶନିଦେବଙ୍କ 7.5 ଚାଲି। ତାପରେ ମୁଁ ଆପଣମାନଙ୍କୁ ବତେଇବି ଯେଉଁ ତିନୋଟି ରାଶି ରହିଲେ ସେଇ ତିନୋଟି ରାଶିରେ କେଉଁ ରାଶିରେ ରହିଲେ ଶନିଦେବଙ୍କ 7.5 ଚାଲି ବର୍ତ୍ତମାନ ପ୍ରବେଶ କରିବାକୁ ଯାଉଛି। ଯଦି ଚ୍ୟାନେଲକୁ ନୂଆ ଆସନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଏବେ 7.5 ମାନେ ଶନି ଗ୍ରହର 7 ବର୍ଷ 6 ମାସ, ଯେଉଁଟାକି 7.5 ବର୍ଷ ଧରି ଚାଲୁଥିବା ଏକ ବିଶେଷ ପ୍ରଭାବ ରହିଛି। 7.5 ଚାଲି ଯେଉଁ ରହିଛି ତାକୁ 7 ବର୍ଷ 6 ମାସ କୁହାଯାଏ। ତ ଏହାକୁ କେମିତି ଗଣନା କରାଯାଏ ନା ଚନ୍ଦ୍ର ରାଶି ଉପରେ ଗଣନା କରାଯାଏ। ତେବେ 7.5 କେବେ ଆସେ? ତେବେ ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଶନି ଯେତେବେଳେ ଚନ୍ଦ୍ର ରାଶିର ପୂର୍ବ ରାଶିରେ ପ୍ରବେଶ କରେ, ଚନ୍ଦ୍ର ରାଶି ଉପରେ ଚାଲେ, ଚନ୍ଦ୍ର ରାଶିର ପରବର୍ତ୍ତୀ ରାଶିରେ ଯାଏ, ତ ଏହା ତିନୋଟି ପର୍ଯ୍ୟାୟରେ ମିଶି 7.5 ବର୍ଷ ବା 7.5 ଚାଲେ। ତ ଦେଖନ୍ତୁ ଚନ୍ଦ୍ର ରାଶିର ପୂର୍ବ ରାଶିରେ ପ୍ରବେଶ କରେ, ଚନ୍ଦ୍ର ରାଶି ଉପରେ ଚାଲେ, ଚନ୍ଦ୍ର ରାଶିର ପରବର୍ତ୍ତୀ ରାଶିରେ ଯାଏ, ତ ଏହାକୁ ଶନି ବା 7.5 କେବେ ଆସେ ତାହାକୁ ମୁଁ ଆପଣମାନଙ୍କୁ କହିଦେଲି। ତ ଦେଖନ୍ତୁ ଯେଉଁ ଶନି ରହିଛି ଶନିଦେବଙ୍କ 7.5 ଚାଲି, ତ ସେଇଟା ଆପଣମାନେ ସମସ୍ତେ ଜାଣିଛନ୍ତି ଯାହା ଉପରେ ଶନି ଦଶା ପଡ଼ିଛି। ତ ଆପଣମାନେ ସମସ୍ତେ ଜାଣିଛନ୍ତି, ଗାଁ ଗହଳିରେ ଆପଣମାନେ ଦେଖୁଥିବେ ଗୋଟେ କଥା ପଡ଼େ, ତ ଆପଣମାନେ ଯେତେବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେତେବେଳେ ଆପଣମାନଙ୍କୁ କୁହାଯାଏ, ପୂର୍ବ ଯେଉଁ ଆମର ଜେଜେବାପା ମାନେ ଯେଉଁମାନେ ଜାଣିଛନ୍ତି ସେମାନେ ଆମକୁ କୁହନ୍ତି ତେଣୁ ଶନି ଦଶା ପଡ଼ିଛି। ତେବେ ଚାଲନ୍ତୁ ଏଇ ଯେଉଁ 7.5ର ତିନୋଟି ପର୍ଯ୍ୟାୟ ରହିଛି। ପ୍ରଥମ ଚରଣ ରହିଛି 2.5 ବର୍ଷ। ମନ ଅସ୍ଥିର ଆପଣମାନଙ୍କର ରହିବ, ଯୋଜନାରେ ବାଧା ଘଟିବ, ଧୀରେ ଧୀରେ ବା ପରୀକ୍ଷା ଆରମ୍ଭ ହେବ। ତ ଆପଣମାନେ ମନ ଅସ୍ଥିର ହୋଇଯିବ ଯେତେବେଳେ ଶନି ଦଶା ପଡ଼ିବ, ସେତେବେଳେ ଆପଣମାନେ ଚିନ୍ତା କରୁଥିବେ, ଯୋଜନାରେ ମଧ୍ୟ ବାଧା ଆସିବ, ଯାହା ବି ଆପଣମାନେ କରୁଥିବେ ତାହାର ମଧ୍ୟ ବାଧା ସୃଷ୍ଟି ହେବ। ନୂଆ କାମ ମଧ୍ୟରେ ଆପଣମାନେ କରୁଥିଲେ ସେତେବେଳେ ମଧ୍ୟ ବାଧା ସୃଷ୍ଟି ହେବ। ତ ଧୀରେ ଧୀରେ ପରୀକ୍ଷା ଆପଣମାନଙ୍କର ଆରମ୍ଭ ହୋଇଯିବ, ଆପଣମାନଙ୍କର କେତେ ଧୈର୍ଯ୍ୟ ଅଛି। ତେବେ ପ୍ରଥମ ଚରଣ ଗଲା, ମଧ୍ୟ ଚରଣ ରହିଛି। ମଧ୍ୟ ଚରଣ ହେଉଛି 2.5 ବର୍ଷ, ସବୁଠାରୁ କମ୍ ବା କଠିନ, ଯେଉଁଟାକି ମଧ୍ୟମ ଚରଣରେ ଶନି ଯେତେବେଳେ ପ୍ରବେଶ କରନ୍ତି 7.5 ଚାଲି ଶନି ଯେଉଁ ଗ୍ରହ ଉପରେ ପଡ଼ିବ ତାକୁ ନିହାତି ଭାବରେ ସେ ତଳିତଳାନ୍ତ କରିଦିଅନ୍ତି। ତ ଆପଣମାନେ ହୁସିଆର ହୋଇଯାଆନ୍ତୁ। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ସବୁ ପ୍ରକାର ଜ୍ଞାନ ମୋ ପାଖରେ ଅଛି। ତ ମୁଁ ଆପଣମାନଙ୍କୁ ଧୀରେ ଧୀରେ ସବୁ କିଛି ଦେଇଦେବି ଯାହା ମୋ ପାଖରେ ଅଛି। ତେବେ ଯେଉଁ ମଧ୍ୟମ ଚରଣ ରହିଛି 2.5 ବର୍ଷ, ତ ପ୍ରଥମ ଚରଣ କ'ଣ ରହୁଛି ନା ମନ ଅସ୍ଥିର ଆପଣଙ୍କର ରହିଯିବ, ଯୋଜନାରେ ବାଧା ଘଟିବ, ଧୀରେ ଧୀରେ ପରୀକ୍ଷା ଆରମ୍ଭ ହୋଇଯିବ ଆପଣଙ୍କ ଜୀବନରେ। ତ କେତେ କ'ଣ ଆପଣମାନେ ଅସମ୍ଭାଳ ପରିସ୍ଥିତି ହୋଇଯିବ ଆପଣମାନଙ୍କର। ମଧ୍ୟମ ଚରଣ ରହିଛି ସବୁଠାରୁ କଠିନ, କାମ ଅର୍ଥ ସମ୍ପର୍କରେ ଚାପ ବଢ଼ିଯିବ, ଧୈର୍ଯ୍ୟ ଓ ପରିଶ୍ରମ ଆବଶ୍ୟକ। ଯେତେବେଳେ କାମ ଅର୍ଥ ସମ୍ପର୍କରେ ଚାପ ପଡ଼ିଯିବ ସେତେବେଳେ ଆପଣମାନେ ଧୈର୍ଯ୍ୟକୁ ଧରିକି ରହିବାକୁ ପଡ଼ିବ, ପରିଶ୍ରମ ଆବଶ୍ୟକ, ପରିଶ୍ରମ କରିବେ, କାରଣ ପଛଘୁଞ୍ଚା ନାହିଁ ବୀରର ଜାତକ। ଏଇଟା ଆପଣମାନେ ଆମେ ସମସ୍ତେ ଜାଣିଛନ୍ତି, ମୁଁ ବି ମଣିଷ, ଆପଣ ବି ମଣିଷ, ମୋର ବି ରାଶି ଅଛି, ମୋର ବି ଶନି ଦଶା ପଡ଼ିଥିଲା। ତ ଏସବୁ ଜିନିଷ ଆପଣମାନେ ଜାଣିବା ଦରକାର। ତେବେ ଶେଷ ଚରଣ ରହିଛି 2.5 ବର୍ଷ। ଏଇ ସମସ୍ୟା ଯେତେବେଳେ ଶେଷ ଚରଣ ଆସିଯିବ ସେତେବେଳେ ସମସ୍ୟା ଆପଣମାନଙ୍କର କମିବା ଆରମ୍ଭ ହେବ। ମନେ ରଖନ୍ତୁ, ଶ୍ରମର ଫଳ ମିଳେ। ଯେଉଁ ପରିଶ୍ରମ ଆପଣମାନେ କରିଥିବେ ମଧ୍ୟମ ବର୍ଷରେ ବା ମଧ୍ୟମ ଚରଣରେ, ସେତେବେଳେ ଆପଣମାନଙ୍କର ଶ୍ରମର ଫଳ ମିଳେ। କାରଣ ପ୍ରଥମ ବର୍ଷରେ ଆପଣମାନଙ୍କର ଷ୍ଟ୍ରେସ୍ ବହୁତ ରହିବ, ମଧ୍ୟମ ଚରଣରେ ଆପଣମାନଙ୍କୁ ପୁରା ଅସ୍ତବ୍ୟସ୍ତ କରିଦେବ। ସେହି ସମୟରେ ଯଦି ଆପଣମାନେ ଠିକ୍ଠାକ୍ ରହିଯିବେ ବା ଧୈର୍ଯ୍ୟ ଧରିବେ, ନିହାତି ଭାବରେ ଆପଣମାନଙ୍କୁ ତାହା ସୁରକ୍ଷା ଦେଇଦେବ। କେତେବେଳେ ନା ଶେଷ ଚରଣ 2.5 ବର୍ଷରେ। ମନେ ରଖନ୍ତୁ 7.5 ଖରାପ କି ଏଇଟା ଆପଣମାନେ ଜାଣିବା ଦରକାର। ସବୁବେଳେ ନୁହେଁ, ସତ୍ କର୍ମ, ଧୈର୍ଯ୍ୟ, ନିୟମିତ ପରିଶ୍ରମ କଲେ 7.5 ଜୀବନକୁ ସୁଧାରେ। ବା ଆପଣମାନଙ୍କୁ ଯଦି ନିୟମିତ ପରିଶ୍ରମ କରିବେ, ସତ୍ କର୍ମ କରିବେ, ଧୈର୍ଯ୍ୟ ଧରିବେ, ନିହାତି ଭାବରେ ଆପଣମାନେ ଚାଲିବେ। ତ ଅନେକ ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ଧୈର୍ଯ୍ୟ ହରାଇ ବସନ୍ତି, ସେମାନେ ନାନାଦି ବା ଅସୁବିଧାର ସେମାନେ ସମ୍ମୁଖୀନ ହୁଅନ୍ତି। ମନେ ରଖନ୍ତୁ ଦର୍ଶକ ବନ୍ଧୁ, 7.5ରେ କ'ଣ କରିବେ? ଶନିବାର ଓଂ ଶନିଶ୍ଚରାୟ ନମ ମନ୍ତ୍ର କରିବେ।
शनिवार दिन तेलर दीप आपण मानक तिल बा शनिवार दिन आपण मानक तेलर दीप जालिबे कोउटी शनि मंदिर ने आपण माने जाली पारंती गरीब वृद्ध श्रमिक मानक साहाय्य करबा को पड़िबो। तो आउ मिथ्या अन्याय अहंकार छाड़ू जो मैंने शनि चलो 7:30 तो से मैंने सब ये सब जिन करने को दरकार मन रखु प्रत्येक आम राशि अच्छी माने विपद आमर अच्छी तो आम जीवन में आम सब ठाकुर को स्मरण करवा जिते बड़े आम शनि पड़ज तो से आपण मैंने मंत्रटी ओं शनिश्चराय नम मंत्र जप करेंगे शनिवार दिन जप करेंगे गाधे आसिक आपण जप करेंगे ठाकुर घरे अथवा आपण मैंने शनि मंदिर जाइए दीपटे दान करेंगे सेठी अनेक बसी थे सामने भिकारी माने ताकू मध्य आपण माने दान किछि करि परिबे मन रखंतु। तापरे रहिछि संक्षेप में आपण माने कहि दउछि 7:30 रहुछि परीक्षा परिश्रम तापर पक्का सफलता आपण मानक मिलिबो। एहा होछि आपण मानकर जदि शनिदेव पड़ुचेंदी शनि दशा पड़ुछि तो ताकू आपण माने सुधार एमिति भाबरे करिवे। आउ जदि अधिक जानिया पई चाहुचंदी शनि दशा जदि पड़िछि तेबे ताकू आपण माने केमिति बा आपण माने एडै दबा को चाहुचंदी तो आपण माने कमेंट सेक्शन ले कमेंट करि परिबे मु आपण मानकु मध्य उपाय बतै देबी सब प्रकार सुविधा आपण माने पंडा के वीडियो पाई परिबे। तेबे चलंतु जो शनि 7:30 चलिबो केउ राशि जो 3टी राशि रही से 3टी राशि कौन कौन मु आपण मानकु बतई दूची। ज्योतिष शास्त्र रे ग्रहराज शनि को कर्मफलदाता और न्याय प्रदाता ग्रह भाव गणना करा जाए आपण माने समस्त जानिचंती। ज्योतिष शास्त्र मध्य कहूची ग्रहराज हेले शनि शनि को कर्मफल दाता और न्याय प्रदाता बा ग्रह भाव गणना करा जाए। शनि जेतेबेले गोटे राशि रे दीर्घ समय जाए निज चलन करी रखती सेतेबेले तांको प्रभाव केवल भाग्य उपर नुहे बरं व्यक्तिर स्वभाव उपर पड़िबो चिंताधारा उपर पड़िबो जीवन उपर मध्य पड़िथाए। वर्ष 2024 रे पूरा वर्ष शनि मीन राशि रे गोचर करने को जाउछंती। तो मन रखंतु 2026 रे पूरा वर्ष शनि मीन राशि उपर गोचर करने को जाउछंती। आउ यही गोचर कारणरू किछि राशि उपर शनि को 7:30 चाली प्रभाव पड़िबा को जाउथुवा बेले किछि राशि उपरे बा यार प्रभाव पड़िबा को जाउची। सेही जो राशि गुड़िक रही 3टी राशि से 3टी राशि कौन मु आपण मानकु बतई दउची। गणना अनुसार नुआ वर्ष 2026 रे शनि को 7:30 चाली प्रभाव कुंभ मीन मेष राशि उपर पड़िबा को जाउची। एही परिस्थिति रे आउ एक बड़ कथा सामना को आसी जोटा मु आपण मानकु कहि रखुची। जेउटी कुंभ राशि रे राहु सिंह राशि रे केतु एका सहित गोचर करने को जाउछंती जेउथिपाई केतेक राशि उपर शनि को वक्र दृष्टि मध्य पड़िबा को जाउची जहा फल क्यारियर धन स्वास्थ्य परिवार मध्य अस्थिरता देखा मिल पारे। केवल एतिक नुहे 2027 बा शनि मेष राशि उपर प्रवेश करने को जाउची। प्रवेश करने क्षणी वृष राशि तांको 7:30 चाली प्रभाव पड़िबा को जाउची। तो यही परिस्थिति रे नुआ वर्ष प्रभावित राशि मानक पई ना केवल सावधान रहिबार आवश्यकता रही बरं जीवन में हेबाकु थिबा बड़ बड़ धरणर परिवर्तन पाई निजको प्रस्तुत रखिबार आवश्यकता मध्य रही। तेबे आसंतु जानिबा शनि को चाली और तांको प्रभाव कौन रही। तेबे नुआ वर्ष 2026 रे मेष राशि पई शनि को 7:30 चाली प्रथम चरण प्रभाव प्रभावी रहिबो। एही समय जीवन में नुआ असुविधा नहीं आसीपारे जेउठी खास करी बेपार काम कार्य रे असुविधा सृष्टि होई पारे। अनेक समय आपण मानकर निज आत्मीय मानक सहित मतभेद मध्य आसीबो भूल बुझामणा सृष्टि होई पारे। आवश्यकता ठारू अधिक कार्यभार आपण ऊपर प्रभाव ऊपर रहिबो। तेबे विलंबर हेले भी आपण मानकु अपक्रम बा आपणक बा कर्म शुभफल मिलिबो निश्चित। जदि आपण माने आवश्यकता ठारू अधिक कार्यभार आपण ऊपर रहिबो तेबे विलंबर हेले भी आपणकु आपणक क्रम बा जो कर्म करचंती तार शुभफल निश्चित भाव में मिलिबो। तेणु आपण प्रति संध्यारे शनिदेव को स्मरण करंतु। जो मेष राशि व्यक्तिविशेष देखुंत कुंभ राशि थिबा व्यक्तिविशेष पाई नुआ वर्ष 2026 रे शनि को 7:30 चाली अंतिम चरणर समय रहिबो। तेबे यह शनि को चाली शेष चरण होइथिबारु यार प्रभाव आपण मानक ऊपर सामान्य कम रहिबो। तेबे एही समय काल मध्य रे राहु आपणक राशि रे गोचर करुथिबारु आपणक पारिवारिक जीवन कर्ममय जीवन रे उत्थान पतन लागि रहिबो। तेबे ए समय रे उभय शनि और राहु मध्य रजत पाया चाली जोगु दीर्घ दिन अटक रही काम जोर धरिबा आरंभ करिबो। मन रखंतु कर्ममय जीवन में उत्थान पतन लागि रहिबो। तेबे राहु आपणक राशि रे केउ जो मु आपण मानु कहूची जो कुंभ राशि कथा तेबे यह सह परिश्रम आपण मानक फल मिलवा सह आर्थिक स्थिति ठीक रहिबार संभावना रही। तेबे आपण शनिवार और मंगलवार यथासंभव हनुमान मंदिर जावाक चेष्टा करंतु।
କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କୁ। ତେବେ ମୀନ ରାଶିର ଜାତକ ପାଇଁ ନୂଆ ବର୍ଷ 2026 ଶନି 7.5 ଚାଲିର ପ୍ରାରମ୍ଭିକ ଚରଣରେ ରହିବ। ଏଣୁ ଏହି ସମୟରେ ମାନସିକ ଚାପ ଆଉ ଦାୟିତ୍ୱ ମିଳିବାର ସମ୍ଭାବନା ମଧ୍ୟ ରହିଛି। ଆୟ ବଢ଼ିବା ସହିତ ବ୍ୟୟ ମଧ୍ୟ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ବର୍ଷ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ସହ ଆର୍ଥିକ ଅନଟନରେ ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟକୁ ନେଇ ଅସାବଧାନତା ହୁଅନ୍ତୁ ନାହିଁ, କାରଣ ଛୋଟମୋଟ ଭୁଲ ଆପଣମାନଙ୍କୁ ବଡ଼ ସମସ୍ୟାରେ ପକାଇପାରେ। ଏହି ବର୍ଷ ମୀନ ରାଶିର ବ୍ୟକ୍ତିବିଶେଷ ପାଇଁ ବହୁ ସଂଘର୍ଷପୂର୍ଣ୍ଣ ରହିବ। ଏହାକୁ ପ୍ରତିହତ କରିବାକୁ ଆପଣ ନିୟମିତ ରୂପେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଯେଉଁମାନେ ମୀନ ରାଶିର ବ୍ୟକ୍ତିବିଶେଷ ରହିଛନ୍ତି ତ ବହୁତ ସଂଘର୍ଷ କରିବାକୁ ପଡ଼ିବ। ଆପଣମାନେ ଗାଧେଇ ଆସିକି ସୂର୍ଯ୍ୟଙ୍କୁ ଆପଣମାନେ ଜଳ ଅର୍ପଣ କରନ୍ତୁ। ତ ଦେଖନ୍ତୁ, ଆମେ ସବୁ କଥାରେ ଆପଣମାନେ ଜାଣିଛନ୍ତି ସବୁବେଳେ ଭଗବାନଙ୍କୁ ସ୍ମରଣ କରନ୍ତୁ। ସବୁଠାରୁ ଛୋଟ କଥା ମୁଁ କହୁଛି ଆପଣମାନଙ୍କୁ, ଯେ ଯେଉଁ ବାପା ମା' ମାନେ ଅଛନ୍ତି ତାଙ୍କୁ ମଧ୍ୟ ଆପଣମାନେ ଆଦର କରନ୍ତୁ, ସ୍ନେହ କରନ୍ତୁ, ତାଙ୍କୁ ମଧ୍ୟ ପୂଜା କରନ୍ତୁ। ନିଶ୍ଚିତ ଭାବରେ ଆପଣମାନଙ୍କର ସବୁକିଛି ବିପଦ ବା ଟଳିଯିବ। ତ ମନେ ରଖନ୍ତୁ, ସବୁଠାରୁ ବଡ଼ ଠାକୁର ଯେଉଁ ରହୁଛନ୍ତି ସେ ଆମର ବାପା ମା'। ତ ଏହା ମୋର ଆପଣମାନଙ୍କୁ ଜଣେଇଦେଲି। ତ ଆପଣମାନେ ନିଶ୍ଚିତ ଭାବରେ ଯଦି ଅଧିକ କିଛି ଜାଣିବା ପାଇଁ ଚାହୁଁଛନ୍ତି କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ। ନିଶ୍ଚିତ ଭାବରେ ମୁଁ ଆପଣମାନଙ୍କୁ ବତେଇଦେବି। ଯଦି ମୋର ଭିଡ଼ିଓଟି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯେଉଁମାନଙ୍କର ଶନି ଦଶା ପଡ଼ୁଛି ତ ସେମାନେ ବ୍ୟସ୍ତ ହୋଇପଡ଼ୁଛନ୍ତି କ'ଣ କରିବେ କ'ଣ ନାହିଁ, ପ୍ରତିକାର ମଧ୍ୟ ଅଛି। ତ ନିଶ୍ଚିତ ଭାବରେ ଯେଉଁଠି ବିପଦ ଅଛି ସେଠି ମଧ୍ୟ ଆପଣମାନଙ୍କୁ ଆପଦ ଅଛି। ବିପଦ ଆପଦରେ ଆମେ ସମସ୍ତେ ଧୈର୍ଯ୍ୟ ରଖିବା। ତେବେ ଚାଲନ୍ତୁ ମୁଁ ଆପଣମାନଙ୍କୁ ସବୁକିଛି ନେକ୍ସଟ ଭିଡ଼ିଓରେ ବତେଇଦେବି କ'ଣ କରିବାକୁ ପଡ଼ିବ। ଯଦି ଆପଣମାନଙ୍କର ଅସୁବିଧାର ଅଛନ୍ତି ଶନିଦେବ ବା ଅସୁବିଧା ରହିଛି ତେବେ ନିଶ୍ଚିତ ଭାବରେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ। ତ ମୁଁ ଆପଣମାନଙ୍କୁ ବତେଇବା ପାଇଁ ଚେଷ୍ଟା କରିବି। ଜୟ ଜଗନ୍ନାଥ।